ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ତରଫରୁ ITI ପାସ୍ କରିଥିବା ପିଲାମାନଙ୍କ ପାଇଁ ଏବେ 125ଟି ଟେକ୍ନିକାଲ ନନ୍ ଏକ୍ଜିକ୍ୟୁଟିଭ୍ ପୋଷ୍ଟ ବାହାରିଛି। ଯେଉଁ ପିଲାମାନେ ଇଲେକ୍ଟ୍ରିସିଆନ୍, ଫିଟର, ୱେଲ୍ଡର ଆଉ ମୋଟର ମେକାନିକ୍ ଏହିସବୁ ଟ୍ରେଡ଼ରେ ଆଉ କ୍ରେନ୍ ଅପରେଟର ଏହିସବୁ ଟ୍ରେଡ଼ରେ ITI ପାସ୍ କରିଥିବେ ସେମାନେ ଏହି ପୋଷ୍ଟ ପାଇଁ ଆପ୍ଲାଏ କରିପାରିବେ। ଆଉ ଏ ପୋଷ୍ଟ ଆପ୍ଲାଏ କରିବାର ବୟସ ସୀମା ରହୁଛି 18ରୁ 32 ବର୍ଷ। ତା ସହିତ ଯେଉଁମାନେ SC, ST, SC, BC ରହିଲେ ସେମାନଙ୍କ ପାଇଁ 5 ବର୍ଷ ଏଜ୍ ରିଲାକ୍ସେସନ୍ ରହୁଛି। ଆଉ ଆପଣଙ୍କର ହେଉଛି ଷ୍ଟାର୍ଟିଂ ଦରମା ଏଥିରେ ରହିବ 22,700 ଟଙ୍କା ପାଇବେ। ଆଉ ରେଗୁଲାର ହେଇଗଲା ପରେ ଆପଣଙ୍କ 25,500ରୁ 82,000 ଟଙ୍କା ପର୍ଯ୍ୟନ୍ତ ଆପଣ ପାଇପାରିବେ। ଟୋଟାଲି 125ଟି ପୋଷ୍ଟରୁ ହେଉଛି ଇଲେକ୍ଟ୍ରିସିଆନ୍ ଯେଉଁ ଟ୍ରେନିଂ ଯେଉଁଟା ରହୁଛି ସେଇଟା ତା ପାଇଁ ଟୋଟାଲି 63ଟି ପୋଷ୍ଟ, ଆଉ ମେକାନିକାଲ ଟ୍ରେନିଂ ପାଇଁ 43ଟି ପୋଷ୍ଟ, ଆଉ ୱେଲ୍ଡର ଟ୍ରେନିଂ ପାଇଁ ଟୋଟାଲି 3ଟି, ଆଉ କ୍ରେନ୍ ଅପରେଟର ଯେଉଁ ଟ୍ରେଡ଼ରେ ରହିବେ ସେମାନେ 10ଟି ପୋଷ୍ଟ ରହିଛି ତାଙ୍କ ପାଇଁ, ଆଉ ଷ୍ଟୋର କିପର ପାଇଁ ଟୋଟାଲ 6ଟି ପୋଷ୍ଟ ରହିଛି। କ୍ୱାଲିଫିକେସନ୍ ରହିଲେ ପ୍ରତି ପୋଷ୍ଟରେ ଆପଣଙ୍କର 10ମ ପାସ୍ କରିଥିବା ଦରକାର, ତା ସହିତ ଆଉ କନସର୍ଣ୍ଣ ଟ୍ରେଡ଼ ITI ଟ୍ରେଡ଼ ସାର୍ଟିଫିକେଟ୍ ରହିଥିବା ଦରକାର। ଏଇ ଫର୍ମ ଆପ୍ଲାଏ ହେଉଛି 12 ନଭେମ୍ବରରୁ ଷ୍ଟାର୍ଟ ହେଇଗଲାଣି, ଆଉ 11 ଡିସେମ୍ବରରେ ଆପ୍ଲାଏ ସରିଯିବ। ଆଉ ଜାନୁଆରୀ କିମ୍ବା ଫେବୃଆରୀ 2026 ତାରିଖରେ ଏହାର ଏକ୍ଜାମ୍ ହେବ। ଆଉ ଡେରି ନକରି ଯେଉଁମାନେ ଆପ୍ଲାଏ କରିବାକୁ ଚାହୁଁଛନ୍ତି ଆପ୍ଲାଏ କରିଦିଅନ୍ତୁ ଏବଂ ଭିଡ଼ିଓଟିକି ଟିକେ ସେୟାର କରିଦିଅନ୍ତୁ।